ଚିକିଟିରେ ଜନପ୍ରତିନିଧିଙ୍କ ଗର୍ଜନ ଧାରଣାରେ ଦ୍ୱିତୀୟ ଦିନରେ ସମର୍ଥନ ଜଣାଇଲା ବିଜେଡି ପ୍ରତିନିଧି ଦଳ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପ୍ରଶାସନ ବିରୋଧରେ ନିର୍ବାଚିତ ଜନପ୍ରତିନିଧିଙ୍କ ଆନ୍ଦୋଳନ ଏବେ ତୀବ୍ର ରୂପ ଧାରଣ କରିଛି। ବ୍ଲକ ପ୍ରଶାସନର ମନମୁଖୀ ଶାସନ ଓ ଅସହଯୋଗ ବିରୋଧରେ ଆରମ୍ଭ ହୋଇଥିବା ଅନିର୍ଦ୍ଦିଷ୍ଟ କାଳ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବହୁ ପଞ୍ଚାୟତ ପ୍ରତିନିଧି ସମିତି ସଭ୍ୟ ନିଜର 11 ଦଫା ଦାବି ନେଇ ଅଟଳ ରହିଥିବା ବେଳେ ଆଜି ବିଜେଡିର ଏତେ ଶକ୍ତିଶାଳୀ ପ୍ରତିନିଧି ଦଳ ଧାରଣାସ୍ଥଳରେ ପହଞ୍ଚି ସମର୍ଥନ ଜଣାଇବା ପରେ ରାଜନୈତିକ ବାତାବରଣ ସରଗରମ ହୋଇଛି। ଆଜି ଧାରଣାସ୍ଥଳରେ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ପ୍ରାର୍ଥୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଏବଂ ବରିଷ୍ଠ ସଂଗଠକ ସୁରେନ୍ଦ୍ର ମଣ୍ଡଳ ପ୍ରମୁଖ ପହଞ୍ଚି ଆନ୍ଦୋଳନରତ ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ସ୍ଥାନୀୟ ବିଡିଓଙ୍କ କାର୍ଯ୍ୟଶୈଳୀ ଓ ଜନପ୍ରତିନିଧିଙ୍କୁ ଅଣଦେଖା କରିବା ଘଟଣାକୁ ନେଇ ନେତୃବୃନ୍ଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗଣତନ୍ତ୍ରରେ ଜନପ୍ରତିନିଧିଙ୍କ ସମ୍ମାନ ସବୁଠୁ ଉପରେ, କିନ୍ତୁ ଏଠାରେ ପ୍ରଶାସନିକ ଅଧିକାରୀମାନେ ସ୍ୱେଚ୍ଛାଚାରୀ ଭାବରେ କାର୍ଯ୍ୟ କରୁଛନ୍ତି, ଯାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି। ଜନପ୍ରତିନିଧିଙ୍କ ଅଭିଯୋଗ ଅନୁଯାୟୀ ବ୍ଲକ ଅଧିକାରୀମାନେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟରେ ଜନପ୍ରତିନିଧିଙ୍କ ମତାମତ ନେଉନାହାନ୍ତି। ଗତକାଲିଠାରୁ ଧାରଣା ଜାରି ରହିଥିଲେ ସୁଦ୍ଧା ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ସମାଧାନ ପନ୍ଥା ବାହାରି ନାହିଁ। ଫଳରେ ଆନ୍ଦୋଳନକାରୀମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଯଦି ଆଗାମୀ ସମୟରେ ଦାବି ପୂରଣ ନ ହୁଏ ତେବେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବ ଏବଂ ବ୍ଲକ କାର୍ଯ୍ୟାଳୟରେ ତାଲା ପଡ଼ିବ ବୋଲି ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳରେ ଚିକିଟି ବ୍ଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମକର୍ତ୍ତା ଉପସ୍ଥିତ ରହି ଜନପ୍ରତିନିଧିଙ୍କର ସ୍ୱରରେ ମିଳାଇଛନ୍ତି। ଚିକିଟିରୁ କବିରାଜ ପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।